guys, good evening to all. आशा करছি ସମସ୍ତେ ଯେଉଁମାନେ ମୋର ଚ୍ୟାନେଲଟିକୁ ଦେଖୁଛନ୍ତି ସେମାନଙ୍କୁ ସୁସ୍ୱାଗତ ଆଉ ନିଜ ନିଜର ସାଙ୍ଗସାଥିମାନଙ୍କୁ ମଧ୍ୟ ମୋ ଚ୍ୟାନେଲଟିକୁ ପ୍ରେରଣ କରିବେ ଯେପରି କିଛି ସବଜେକ୍ଟ ଯାହାକି ହିଷ୍ଟ୍ରି ପଲିଟିକାଲ ସାଇନ୍ସ ଜିଓଗ୍ରାଫି ତଥା ଅଳ୍ପ ସମୟ ଆଜି ଯେଉଁ କ୍ଲାସ୍ ନେବାକୁ ଯାଉଛେ ତା ହେଉଛି କମ୍ପ୍ୟୁଟର ଉପରେ କମ୍ପ୍ୟୁଟରର କିଛି ବିଷୟ ଆମେ ମଧ୍ୟ ଜାଣିବା ଦରକାର। କମ୍ପ୍ୟୁଟର ମାନେ କ'ଣ? କମ୍ପ୍ୟୁଟର the word that it comes from Greek word that compute, it means to calculate, so that it is a calculator. The father of computer is known as Charles Babbage, जे कि 1791 1871 ମଧ୍ୟରେ ଥିଲେ। ଚାର୍ଲସ ବାବେଜ କମ୍ପ୍ୟୁଟର ପ୍ରଣେତା ବା କମ୍ପ୍ୟୁଟର ସୃଷ୍ଟିକର୍ତ୍ତା ବା କମ୍ପ୍ୟୁଟର ସେ ଉଦ୍ଭାବନ କରିଥିଲେ। ପରେ ପରେ ବିଭିନ୍ନ ପ୍ରକାର କମ୍ପ୍ୟୁଟର ଆବିଷ୍କୃତ ହେଉଥିଲା ଯାହାକି ଡିଜିଟାଲ ଆଉ କିଛି କମ୍ପ୍ୟୁଟର ଏବଂ ପଏଣ୍ଟ କ୍ୟାଲକୁଲେଟର ଯାହାକି ଡିଜିଟ୍ ଗୁଡ଼ିକୁ ମଧ୍ୟ ଇନଭେଣ୍ଟ କରାଗଲା। ତାହା ପୁଣି ବିଭିନ୍ନ ପ୍ରକାର ଆନାଲିଟିକାଲ ଇଞ୍ଜିନ୍ ମଧ୍ୟ ତାହା ସୃଷ୍ଟି କରାଯାଇଥିଲା ଯାହାକି 1833 ମସିହାରେ ମଧ୍ୟ। ଆମେ ଜାଣିଛେ ଯେ କମ୍ପ୍ୟୁଟର what is computer? Computer is a common operating system. It is functionally only for mathematical and logical calculation. Mathematics means calculation, that is a plus, minus, and division, multiplication, etc. Logical calculation means at the rate, greater than, less than, is not equal to, କମ୍ପ୍ୟୁଟର କେମିତି କରୁଛି କାମ ତା ହେଉଛି ଡାଟାକୁ ସେ ଗ୍ରହଣ କରୁଛି ଯାହାକି ଆମେ ଇନପୁଟ୍ କରୁଛେ ଆଉ ଡାଟାକୁ ଯାହା ପ୍ରୋସେସ୍ ଆମେ କରୁଛେ ତା ଆମେ ଇଏ କରିପାରୁଛେ। ଡାଟା ପ୍ରୋସେସ୍ ହେଲା ପରେ ତା ଇନଫର୍ମେସନ୍ କ'ଣ କରୁଛେ ରିସିଭ୍ କରୁଛେ ଏବଂ ଆଉଟପୁଟ୍ ଯାହା ମନିଟର ପ୍ରିଣ୍ଟର ପ୍ଲଟର ଦ୍ୱାରା ଆମକୁ ସେ ଜଣାଇବ। CPU ହେଉଛି ଏବଂ CPU ମାନେ କ'ଣ ସେଣ୍ଟ୍ରାଲ୍ ପ୍ରୋସେସିଂ ୟୁନିଟ୍।